ଆଜି ବି ମନେ ପଡ଼େ ସେଦିନର 40 ଯବାନଙ୍କ ବଳିଦାନର କଥା। 2019 ଫେବୃଆରୀ 14 ସିଆର୍ପିଏଫ୍ କାଫଲା ଯାଉଥିବା ବେଳେ ଆତଙ୍କବାଦୀଙ୍କ କାର୍ ବିସ୍ଫୋରଣରେ ଚାଲିଯାଇଥିଲା 40 ଯବାନଙ୍କ ଜୀବନ। ସେ ଦୃଶ୍ୟ ଏତେ ଭୟଙ୍କର ଥିଲା ଯେ ଛାତି ଫାଟି ଯାଉଥିଲା। ଚାରିଆଡ଼େ ଖାଲି ଖଣ୍ଡ ବିଖଣ୍ଡିତ ଶରୀର, ଯୁଆଡ଼େ ଦେଖିବ ରକ୍ତ, ଆଉ ତାରି ଭିତରେ ଥିଲେ ଶହୀଦ ପ୍ରସନ୍ନ। ଏ ଖବର ଜନ୍ମ ମାଟିରେ ପହଞ୍ଚିଲା ବେଳକୁ ଚାରିଆଡ଼େ ସମସ୍ତଙ୍କ ଆଖିରେ ଥିଲା ଲୁହ, ଆଉ ସେହି ଲୁହ ଭିତରେ ଥିଲା ଦେଶଭକ୍ତିର ସେ ପ୍ରତିଶୋଧର ନିଆଁ। ଆଜିକୁ ବିତି ଯାଇଛି 7 ବର୍ଷ, ଆଉ ଏ 7 ବର୍ଷ ପରେ ବି ଯେଉଁ ଦିନକୁ ଭୁଲି ପାରିନାହାନ୍ତି ସମଗ୍ର ଭାରତବାସୀ, ଯେଉଁ କଥା ମନେ ପଡ଼ିଲେ ଦେହରେ ଖେଳିଯାଏ ସିଂହରଣ, ଆଖିରୁ ଝରିଆସେ ଅଶ୍ରୁର ଲୁହ, ଆଉ ଥରି ଉଠେ ଛାତି। ଏଦିନ ଜାମ୍ମୁ କାଶ୍ମୀରର ଫୁଲବାମାରେ ସେନାବାହିନୀର ଗାଡ଼ି ଉପରକୁ ହୋଇଥିଲା ଭୟଙ୍କର ବିସ୍ଫୋରଣ। ଯେଉଁ ଆତଙ୍କବାଦୀଙ୍କ ବିସ୍ଫୋରଣରେ ଶହୀଦ ହୋଇଯାଇଥିଲେ 40 ବୀର ଯବାନ, ଯାହାଙ୍କ ମଧ୍ୟରେ ଥିଲେ ଜଗତସିଂହପୁର ଜିଲ୍ଲା ନାଓଗାଁ ବ୍ଲକ ପାରିଶିଖର ଗ୍ରାମର ଶହୀଦ ପ୍ରସନ୍ନ ସାହୁ, ଯାହାଙ୍କ ବଳିଦାନରେ ଗର୍ବିତ ହୋଇଥିଲା ନାଓଗାଁ ମାଟି ଆଉ ପୁରା ଦେଶ। ତାଙ୍କର ଏହି ବଳିଦାନକୁ ଆଜି ବିତି ଯାଇଛି 7 ବର୍ଷ, କିନ୍ତୁ ତାଙ୍କର ଏହି ବଳିଦାନକୁ ଭୁଲିନି ନିଜ ଜନ୍ମମାଟି ଆଉ ସାରା ଦେଶ। ଆଜି ବି ଝୁରୁଛି ଶହୀଦ ପ୍ରସନ୍ନକୁ। ଦେଶ ପାଇଁ ତାଙ୍କର ଏହି ବଳିଦାନକୁ ନେଇ ଗର୍ବ କରୁଛନ୍ତି ପରିବାର ଲୋକେ। ଆଜି ତାଙ୍କର ଏହି ସ୍ମୃତିକୁ ମନେ ରଖିବା ପାଇଁ ଗ୍ରାମବାସୀ ଓ ଉତ୍କଳ ସେନାବୃତ ସେନାନୀ ସଂଘ ପକ୍ଷରୁ ସଂଘର ସଭାପତି ସୋମନାଥ ମହାରଣା, ସମ୍ପାଦକ ସୁଧାଂଶୁ ନାୟକ ଓ ଅନ୍ୟ ସଦସ୍ୟଙ୍କ ପକ୍ଷରୁ ମିଳିତ ଉଦ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଅନ୍ୟପଟେ ଯାହାଙ୍କ ବଳିଦାନ ପାଇଁ ସାରା ଦେଶ ଗର୍ବିତ ହେଲେ, ତାଙ୍କରି କାର୍ଯ୍ୟକୁ ଅଣଦେଖା କରୁଛନ୍ତି ଜିଲ୍ଲା ପ୍ରଶାସନ। କଥା ଦେଇ କଥା ରଖିପାରିନାହାନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ତାଙ୍କର ଏହି ବଳିଦାନର ଚିର ସ୍ମରଣୀୟ କରି ରଖିବା ପାଇଁ ଆଦର୍ଶ ବିଦ୍ୟାଳୟ, ଆଦର୍ଶ ଗ୍ରାମ କରିବା ସହିତ ଗ୍ରାମୀଣ ପାର୍କ ଓ ଶିଖରଘାଟ ପୋଲ ପ୍ରଭୃତିକୁ ତାଙ୍କ ନାମରେ ନାମିତ କରାଯିବାର ଯେଉଁ ବ୍ୟବସ୍ଥା ରହିଥିଲା, ତାହା କେବଳ କାଗଜପତ୍ରରେ ସୀମିତ ହୋଇ ରହିଯାଇଛି ବୋଲି ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ। ଏହାକୁ ଯଥାଶୀଘ୍ର କରାଯିବା ପାଇଁ ସରକାର ଓ ପ୍ରଶାସନ ନିକଟରେ ଦାବି ରଖିଛନ୍ତି ଗ୍ରାମବାସୀ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସିଆର୍ପିଏଫ୍ର ଡିଆଇଜିପି ଭରତ ଭୂଷଣ ସେଠୀଙ୍କ ସହ ସିଆର୍ପିଏଫ୍ କମାଣ୍ଡାଣ୍ଟ ଅମେୟ କୁମାର ସାହୁ ଉପସ୍ଥିତ ରହି ପ୍ରସନ୍ନଙ୍କ ବଳିଦାନ ଅବିସ୍ମରଣୀୟ ହୋଇ ରହିବ ବୋଲି ପ୍ରକାଶ କରିଛନ୍ତି। ଜଗତସିଂହପୁରରୁ ଆଲୋକ କୁମାର ଶଶୀଙ୍କ ରିପୋର୍ଟ, ଏଭାନ୍ ଓଡ଼ିଆ।